तो प्रीवियस क्लास रे हमें देखिथिले एसेट टर्नओवर रेशियो हरिका आ हमें देखिथिले कोन ना क्रेडिटर रेशियो देखिथिले कि क्रेडिट टर्नओवर रेशियो सब कोन देखिथिले। ओके, आज हम स्टार्ट करबा वर्किंग कैपिटल टर्नओवर रेशियो। तो वर्किंग कैपिटल कहले कोन बुझियो हमें टोटली ना से कहूची वर्किंग कैपिटल होची गुटे होची हम सेल्स गोटे फार्म केते सेल्स होची सेटा होची तुम वर्किंग कैपिटल। द रेशियो इज कैलकुलेटेड एज अंडर केमती ना सेल्स डिवाइड बाय वर्किंग कैपिटल ସେଇଟା ହଉଛି ୱାର୍କିଂ କ୍ୟାପିଟାଲ ଟର୍ନଓଭର ରେସିଓ। ଯୋଉମାନଙ୍କର ବି ଅଡିଓ ଅନ୍ ଅଛି ମ୍ୟୁଟ କରିଦିଅ। ତାପରେ ତାପରେ କହିଲା ସେଲ୍ସ ଟୁ କ୍ୟାପିଟାଲ ଏମ୍ପ୍ଲଏଡ ରେସିଓ। ସେଲ୍ସ ଟୁ କ୍ୟାପିଟାଲ ଏମ୍ପ୍ଲଏଡ ରେସିଓ ଆମେ କାହିଁକି ପଢିବା? ସେ କହିଲା ଦ ରେସିଓ ଇଜ ଆସର୍ଟନ୍ ବାଇ ଡିଭାଇଡିଂ ସେଲ୍ସ ୱିଥ କ୍ୟାପିଟାଲ ଏମ୍ପ୍ଲଏଡ। Sales divided by capital employed. This ratio indicate efficiency in utilization of capital employed in the generating revenue। କହିଲେ ଆମ ଯୋଉ କ୍ୟାପିଟାଲ ଏମ୍ପ୍ଲଏଡ ରହୁଛି ତ ଆମ ସେଲ୍ସରେ ସେ କଣ ହେଲ୍ପ କରୁଛି, କେତେ ପରିମାଣରେ ଲାଗୁଛି, ସେଥିପାଇଁ ମଧ୍ୟ ଆମେ ତା ରେସିଓ ଗୋଟେ କାଲକୁଲେସନ କରିଥାଉ। ନେକ୍ସଟ କହିଲା ପ୍ରଫିଟେବିଲିଟି ରେସିଓ। ଆମେ ଯେମିତି ଲଙ୍ଗ ଟର୍ମ ସଲଭେନ୍ସି ପଢିଲେ, ସର୍ଟ ଟର୍ମ ସଲଭେନ୍ସି ପଢିଲେ, ସେମିତି ପ୍ରଫିଟେବିଲିଟି ରେସିଓ ସବୁ ରହିଛି। କଣ କହିଲା ପ୍ରଫିଟେବିଲିଟି ରେସିଓକୁ ନେଲେ ଦେଖ ଯେଉଁମାନେ ବି ତମ କମ୍ପାନୀରେ ଇନଭେଷ୍ଟ କରିବେ ସେ ତମ ପ୍ରଫିଟ ବିଷୟରେ ଜାଣିବେ। ତ ତମ ପ୍ରଫିଟକୁ ଜାଣିବା ପାଇଁ ହେଲେ ସେ ତାଙ୍କର କଣ ହିଷ୍ଟୋରିକାଲ କଣ କରିବେ, ଜାଣିବାକୁ ଚାହିଁବେ କି କଣ କଣ ପରସେଣ୍ଟେଜ ଗ୍ରୋଥ କରୁଛି, କେତେ ରେସିଓ ଗ୍ରୋଥ କରୁଛି କି ନାହିଁ, ତାଙ୍କର ମାନେ ନେଟ୍ ପ୍ରଫିଟ, ଗ୍ରସ୍ ପ୍ରଫିଟ, ତାଙ୍କର କ୍ୟାଶ ଫ୍ଲୋ ଏ ସବୁ ଗୋଟେ ବାଲାନ୍ସରେ ରହିଛି ନା ନାହିଁ। The purpose of study and analysis of profitability ratio is to help assess the adequacy of profit earned by the company and also to discover whether profitability increase or decline। ଯେତେବେଳେ ବି ଜଣେ ମେନ୍ ପ୍ରପୋଜ ହଉଛି କଣ ଏ ରେସିଓ ପଢିବାର କି ପ୍ରଫିଟ ବଢୁଛି ନା କମୁଛି ଏ ବିଷୟରେ ଆମେ ଜାଣିବା ପାଇଁ କଣ ପଢିଥାଉ, ପ୍ରଫିଟେବିଲିଟି ରେସିଓ ପଢିଥାଉ। The profitability of the firm is the result of a large number of policies and decisions। ଆଉ ବିଜନେସ ପ୍ରଫିଟ ହେବାଟା ଆମର ବହୁତ ସାରା ଡିସିସନ କୁ ଚେଞ୍ଜ କରିଥାଏ କି ଆମେ କେମିତି ଡିସିସନ କୁ ଫଲୋ ଅପ୍ କରିବା, କେମିତି ଅନ୍ୟ କିଛି ଡିସିସନ ନବା କି ଏଇ ସବୁ ଜିନିଷ ଆମ ଡିସିସନ କୁ ମଧ୍ୟ ଚେଞ୍ଜ କରିଥାଏ। The profitability ratio are measured with the reference to sales capital employed, total asset employed, shareholders fund etc। ତ ଆମ ରେସିଓଟାକୁ ମାପିବାକୁ ହେଲେ ଆମକୁ ସବୁ ଏଇସବୁ ଜିନିଷ ଦେଖିବାକୁ ପଡିଥାଏ, ଯେମିତି କ୍ୟାପିଟାଲ ଏମ୍ପ୍ଲଏଡ କହିଲା, ଟୋଟାଲ ଆସେଟ ଏମ୍ପ୍ଲଏଡ କହିଲା, ସେୟାର ହୋଲ୍ଡର ଫଣ୍ଡସ କହିଲା। ଓକେ, ତ ମେଜର ପ୍ରଫିଟାବିଲିଟି ରେସିଓ ହଉଛି ଆର୍ ଫଲୋଜ। କଣ କଣ ମେଜର ରହୁଛି ଆମର? ରିଟର୍ନ ଅନ୍ କ୍ୟାପିଟାଲ ଏମ୍ପ୍ଲଏଡ ବା ROI, ରିଟର୍ନ ଅନ୍ ଇନଭେଷ୍ଟମେଣ୍ଟ। ଓକେ, ମାନେ ତମେ କେତେ ଇନଭେଷ୍ଟ କଲେ ତମକୁ କେତେ ରିଟର୍ନ ମିଳୁଛି। ଗୋଟେ ଗୋଟେ କମ୍ପାନୀ ଦେଖିଥିବ 6%, 5%, 4% ଏମିତି ଦେଇଥାନ୍ତି ନା, ତ ସେଇଟା ହଉଛି ତମର କଣ ରିଟର୍ନ ଅନ୍ ଇନଭେଷ୍ଟମେଣ୍ଟ। earning per share, ଗୋଟେ ସେୟାରରେ ତମେ କେତେ ଇନକମ କରୁଛ। ସପୋଜ ଗୋଟେ ସେୟାର 10 ର ଭ୍ୟାଲୁ ଅଛି, ତମେ ତାକୁ 15ରେ ସେଲ କରୁଛ, ତମେ 5 ଟଙ୍କା ଲେଖା ପାଉଛ ଗୋଟେ ସେୟାର। ଓକେ, ସେଟା ହଉଛି କଣ earning per share। କ୍ୟାଶ earning per share, ଗ୍ରସ୍ ପ୍ରଫିଟ ମାର୍ଜିନ, ନେଟ୍ ପ୍ରଫିଟ ମାର୍ଜିନ, କ୍ୟାଶ ପ୍ରଫିଟ ରେସିଓ, ରିଟର୍ନ ଅନ୍ ଆସେଟ, ରିଟର୍ନ ଅନ୍ ନେଟ୍ ୱର୍ଥ, ଏଇ ସବୁ ତମର ସବୁ ରହିବ କଣ ପ୍ରଫିଟେବିଲିଟି ରେସିଓରେ ଯିବ। ତ ସେ କଣ କହିଲା ପ୍ରଫିଟେବିଲିଟି ରେସିଓସ୍ କଣ? ରିଟର୍ନ ଅନ୍ କ୍ୟାପିଟାଲ ଏମ୍ପ୍ଲଏଡ ROCE or return on investment। କଣ ତାର ଡେଫିନେସନରେ ସେ କହୁଛି ଦ ପ୍ରାଇମେରୀ ଗୋଲ ଅଫ ଏ ବିଜନେସ ଇଜ ଟୁ earn a return on capital। ମାନେ ଗୋଟେ ବିଜନେସ ର କଣ ହୋଇଥାଏ, ଯେତେବେଳେ ଜଣେ କ୍ୟାପିଟାଲ ଇନଭେଷ୍ଟ କରେ, ଯେତେବେଳେ ଗୋଟେ ସିଏ କଣ କରେ ପାର୍ଟନର ମାନଙ୍କ ସହିତ ହଉ କିମ୍ବା ଇଣ୍ଡିଭିଜୁଆଲି ହଉ, ଯେତେବେଳେ ସେ ବିଜନେସ ଟେ କରିବାକୁ ଯାଉଛି ସେ କଣ କରିବ, ଚାହିଁବ କି କଣ ନା ଯୋଉ କିଛିଟା କ୍ୟାପିଟାଲ ଇନଭେଷ୍ଟ କରେ ତ ସେ କ୍ୟାପିଟାଲର ମତେ ଦିଗୁଣା ଜିନିଷ ମିଳୁ କିମ୍ବା କିଛି ଅଧିକ ମିଳୁ। ମୁଁ ଯେତିକି କ୍ୟାପିଟାଲ ଇନଭେଷ୍ଟ କରିଛି ମତେ କମ ମିଳିବ, ମୁଁ କେବେ ସେ କମ୍ପାନୀରେ ଇନଭେଷ୍ଟ କରିବାକୁ ପସନ୍ଦ କରିବି ନା ମୁଁ ନିଜର ଗୋଟେ ବିଜନେସ ଖୋଲିବି। ତ ଯେକୌଣସି ଲୋକ ହଉ ନିଜେ ଯେତିକି ଇନଭେଷ୍ଟ କରିଥାଏ ସେ ତା ଡବଲ ପାଇବା ଆଶାରେ କରିଥାଏ କିମ୍ବା କିଛି କ୍ୟାପିଟାଲରୁ ଅଧିକ ପାଇବା ହିସାବରେ କରିଥାଏ। ଇଫ ଦ ଲଙ୍ଗ ଟର୍ମ ରିଟର୍ନ ଇଜ unsatisfactory, corrective measures should be taken or the activity should be। ତାପରେ କହିଲା ROI measure the historical performance of an investment
ସେଣ୍ଟର ବାଇ ଦ କମ୍ପେୟାରିଂ ଦ ପ୍ରଫିଟ୍ earned with the capital employed। ତ ଆମେ ଯୋଉ ଯେକୌଣସି ବି ଇଏରେ ତ ଲଗେଇ ପାରିବାନି, କ୍ୟାପିଟାଲ ଇନଭେଷ୍ଟମେଣ୍ଟ କରିପାରିବାନି। ତ ଆମକୁ କ୍ୟାପିଟାଲ ଇନଭେଷ୍ଟ କଲା ବେଳେ କିଛିଟା ଚୁଜି ହବାକୁ ପଡିବ, କିଛିଟା ଜିନିଷ ଦେଖିବାକୁ ପଡିବ। ସେ ଯେମିତି କହିଛି ଗୋଟେ ଫର୍ମୁଲା, କୋଉ ରେସିଓଟାକୁ ଆମେ ଦେଖିବା, ନେଟ୍ ପ୍ରଫିଟ୍ ଅର ଇନକମ୍ ଡିଭାଇଡ୍ ବାଇ କ୍ୟାପିଟାଲ ଏମ୍ପ୍ଲଏଡ୍ ଅର ଇନଭେଷ୍ଟମେଣ୍ଟ। ତ ଆମର କେତିକି ନେଟ୍ ପ୍ରଫିଟ୍ ହେଇଛି ଆଉ ଆମର କେତିକି କ୍ୟାପିଟାଲ ଏମ୍ପ୍ଲଏଡ୍ ଅଛନ୍ତି। ସେ କହିଲା କମ୍ପୋନେଣ୍ଟସ୍ ଅଫ୍ ଆରଓଆଇ, ମାନେ ଆମର ରିଟର୍ନ ଅନ୍ ଇନଭେଷ୍ଟମେଣ୍ଟ ପାଇବା ପାଇଁ ହେଲେ ଆମକୁ କାହାକୁ କାହାକୁ ବେସ୍ ଧରିବାକୁ ପଡିବ। ସେ କହିଲା ପ୍ରଫିଟ୍ ମାର୍ଜିନ୍ ଫାଷ୍ଟ ରିପ୍ରେଜେଣ୍ଟ ଦ ପ୍ରଫିଟେବିଲିଟି ଅଫ୍ ସେଲ୍ସ। ପ୍ରଫିଟ୍ ମାର୍ଜିନ୍ କହିଲେ କଣ ନା ଆମ ସେଲ୍ସକୁ ରିପ୍ରେଜେଣ୍ଟ କରୁଛି, ସେଲ୍ ଉପରେ ତମର କେତେ ପ୍ରଫିଟ୍ ହେଇଛି। ଓକେ, ତାପରେ କହିଲା ଇନଭେଷ୍ଟମେଣ୍ଟ ଟର୍ନଓଭର measure how efficiency assets generate revenue। ତାପରେ ସେ କହିଲେ ରିଟର୍ନ ଅନ୍ କ୍ୟାପିଟାଲ ଏମ୍ପ୍ଲଏଡ୍, ଆରଓସି ବା ରିଟର୍ନ ଅନ୍ ଇନଭେଷ୍ଟମେଣ୍ଟ, ୱେ ଟୁ ଇମ୍ପ୍ରୁଭ୍ ଆରଓଆଇ, କେମିତି ଆମର ଆରଓଆଇ କୁ ଇମ୍ପ୍ରୁଭ୍ କରାଯିବ। ଇନକ୍ରିଜ ଇନ୍ ପ୍ରଫିଟ୍ ମାର୍ଜିନ୍, ଆମ ସେଲ୍ସକୁ ବଢେଇବା। ରିଡ୍ୟୁସିଂ କଷ୍ଟ ଅର୍ ଇନକ୍ରିଜିଂ ପ୍ରାଇସେସ୍, ଆମର ଯୋଉ କଷ୍ଟ ରହୁଛି ତାକୁ କମେଇବା, ସେଲ୍କୁ ଇନକ୍ରିଜ କରିବା। ଇନକ୍ରିଜ ଇନ୍ ଇନଭେଷ୍ଟମେଣ୍ଟ ଇନ୍ ଟର୍ନଓଭର ବାଇ ୟୁଟିଲାଇଜିଂ ଆସେଟ୍ ମୋର ଏଫିସିଏଣ୍ଟଲି, ଆମେ ଭଲ ଭଲ ଆସେଟ୍ ରଖିବା ଯାହାଦ୍ୱାରା କି ଆମର କଣ ଟର୍ନଓଭର ଗ୍ରୋଥ ହବ। ଇମ୍ପ୍ରୁଭ୍ ବୋଥ୍ ପ୍ରଫିଟ୍ ମାର୍ଜିନ୍ ଆଣ୍ଡ ଇନଭେଷ୍ଟମେଣ୍ଟ ଟର୍ନଓଭର, ଦିଟାଙ୍କୁ ଆମେ ଇମ୍ପ୍ରୁଭ୍ କରିବାକୁ ପଡିବ ଆମର କଣ ରିଟର୍ନ ଅନ୍ ଇନଭେଷ୍ଟମେଣ୍ଟ ଭଲ ପାଇବାକୁ ହେଲେ। ତେବେ ସେ କହିଲା ବେନିଫିଟ୍ ଅଫ୍ ଆରଓଆଇ ଆନାଲିସିସ୍, ଆମେ ଆରଓଆଇ ଆନାଲିସିସ୍ କାହିଁକି କରିବା, କଣ କଣ ତାର ବେନିଫିଟ ରହୁଛି। ଓକେ, ଏନକରେଜ ଅପ୍ଟିମାଲ ୟୁଟିଲାଇଜେସନ ଅଫ ଆସେଟ୍ସ, ଆମେ କଣ କରିପାରିବା ଏନକରେଜ କରିବା ଯୋଉ ଆମର ଆସେଟ ଗୁରା ଅଛି ତାକୁ ଭଲସେ ୟୁଟିଲାଇଜ କେମିତି ହେଇପାରିବ। ଯଦି ତମର ଗୋଟେ ଭଙ୍ଗା ମେସିନଟେ ରହୁଛି ତ ତମକୁ କଣ ହଉଛି ବାରମ୍ବାର ଡିଫେକ୍ଟିଭ ଦେଖାଉଛି, ତମର ମେଣ୍ଟେନାନ୍ସ କଷ୍ଟ ଯାଉଛି, ଯୋଉଟା କି ତମ ଆରଆଇ କୁ କଣ ହେଇଯାଉଛି ଡାଉନ କରିଦଉଛି। ତ ତମେ ସେମିତି ଜିନିଷଟା କରିବ ଯେମିତି କି ତମର ଆସେଟ କୁ ଭଲସେ ୟୁଜ କରିବ ବା ଆସେଟ ର ଭଲସେ କେୟାର ନବ, ଦେନ୍ ତମକୁ କଣ ଆରଆଇ ଭଲ ମିଳିବ। ହେଲ୍ପ ମ୍ୟାନେଜ acquire high return asset and dispose of low return ones। ତାପରେ ସେ କହୁଛି serve as a profitability assessment tool for evaluating long term investment। ତ ଆମେ ସର୍ଭ କରିବା କଣ ପ୍ରଫିଟେବିଲିଟି ଆସେସମେଣ୍ଟ ଟୁଲ ସବୁ ବନେଇବା ବା ଇଭାଲୁଏଟ କରିବା କି ଆମେ ଯୋଉଟା ଉପରେ ଇନଭେଷ୍ଟମେଣ୍ଟ କରୁଛେ ଏଇଟା ଲଙ୍ଗ ଟର୍ମ କେମିତି ହବ। ତାପରେ ସେଟା କଣ earning per share, ମୁଁ ଯେମିତି କହିଥିଲି earning per share କହିଲେ କଣ, ତମ ଗୋଟେ share ରେ ତମେ କେମିତି କଣ ପାଉଛ, ଆଉ way to improve ROI। ସେ କହିଲା definition and importance, EPS is a key financial metric that measure the net profit earned per share of a company। EPS କଣ ନା ହଉଛି ତମ financial metric, ଗୋଟେ କେତେ ପ୍ରଫିଟ ହଉଛି per share ରେ ଗୋଟେ କମ୍ପାନୀର, ସେଇଟା ହଉଛି EPS। It is a critical factor influencing firm's dividend policy and market price of share। ଏଇଟା ହଉଛି କଣ କ୍ରିଟିକାଲ ଫ୍ୟାକ୍ଟର, ହଉଛି ଗୋଟେ ଆମର ମାନେ ଡିଭିଡେଣ୍ଡ ପଲିସି କୁ ଡିସାଇଡ କରୁଛି ବା ମାର୍କେଟ ପ୍ରାଇସ ଅଫ ସେୟାର କୁ ଡିସାଇଡ କରୁଛି। ଏ ହାୟର ଇପିଏସ, ଯୋଉମାନଙ୍କର ବି ଭିଡିଓ ଅନ୍ ହେଇଯାଉଛି ଅଫ୍ କରିଦିଅ, ଆଉ ଯୋଉମାନେ ପଛରେ ଜଏନ କରୁଛ ନିଜ ନିଜ ରୋଲ ନମ୍ବର ଚାଟ ବକ୍ସ ରେ ମେସେଜ କରିଦିଅ। ତ କହିଲା କଣ ଇପିଏସ୍ କଣ ନା ଇଅର୍ନିଂ ବିଫୋର ଇଣ୍ଟରେଷ୍ଟ ଆଣ୍ଡ ଟ୍ୟାକ୍ସ ଇବିଆଇଟି ମାଇନସ, ଆମର ଇପିଏସ୍ କାଲକୁଲେସନ ର ବି ଗୋଟେ ଫର୍ମୁଲା ଥାଏ। ତ ଇପିଏସ୍ କେମିତି ବାହାରିବ ନା ହଉଛି earning before interest and tax EBIT minus interest minus tax preference dividend divided by number of equity share। ତ types of EPS କଣ ନା a basic EPS measures net profit per share calculate using the formula above। ତ ଆମର ଯୋଉ EPS ଟା କେମିତି ବାହାରୁଛି ନା ତମେ କେତିକି earn କରିଛ, ଦେନ୍ ତମେ ଇଣ୍ଟରେଷ୍ଟ କେତେ ପେ କରିଛ ଆଉ ଟ୍ୟାକ୍ସ କେତେ ପେ କରିଛ ଆଉ ତମେ କେତିକି ଡିଭିଡେଣ୍ଡ ପାଇଁ ରଖିଛ, ତାକୁ ସବୁ ମାଇନସ କଲା ପରେ ଯୋଉଟା ବଳେ ସେଇଟା ହଉଛି ଆମର କଣ ଆ, ସେତିକି ଆମ ପାଖରେ earning ଅଛି, ଡିଭାଇଡ ବାଇ କରିଦେବା ଯେତିକି ଆମର ଇକ୍ୱିଟି ବାଲା ଅଛନ୍ତି। ସପୋଜ ମୋର 10 ଲକ୍ଷ ପ୍ରଫିଟ ହେଲା, ଓକେ, ତା ଭିତରୁ ମତେ ଇଣ୍ଟରେଷ୍ଟ ଲକ୍ଷେ ଦବାକୁ ପଇଲା, ତା ଭିତରୁ ମତେ ଟ୍ୟାକ୍ସ ଲକ୍ଷେ ଦବାକୁ ପଇଲା, ମତେ ଡିଭିଡେଣ୍ଡ ଲକ୍ଷେ ଦବାକୁ ପଇଲା, ମୋ ପାଖରେ ଆଉ ରହିଲା କେତେ 7 ଲାଖ ରହିଲା। ସପୋଜ ମୋର ନମ୍ବର ଅଫ ଇକ୍ୱିଟି ସେୟାର କେତେ ରହିଯାଉଛନ୍ତି 70,000, ତ 7 ଲାଖ ଡିଭାଇଡ ବାଇ 70,000 ମୋ ପାଇଁ ଗୋଟେ ଇପିଏସ୍ କେତେ ରହିବ ପ୍ରାଇସ୍ 10 ରୁପିଜ ହେଇଯିବ। ଓକେ,
तबे से कहला बेसिक ईपीएस कौन ना मेजर नेट प्रॉफिट पर शेयर कैलकुलेट यूजिंग द फार्मूला जो फार्मूला इन तमे पढलो ताकू जे सेही बेसिस रे कैलकुलेशन करिबा सेटा होची तमरो कोन हि जीवो ना बेसिक ईपीएस किंतु कैश ईपीएस का करिबा ना derived बाय डिवाइडिंग नेट प्रॉफिट बिफोर डेप्रिसिएशन बाय द नंबर ऑफ इक्विटी शेयर्स दिस इज मोर रिलेवेंट कैपिटल इन्वेस्टमेंट इंडस्ट्रीज where depreciation is ସବଷ୍ଟାନ୍ସିଆଲ ତ ସେ କଣ କହୁଛି ନା ଆମର କ୍ୟାଶ ଇପିଏସ୍ କଣ ନା ଯୋଉଟା ଆମର ଡିଭିଡେଣ୍ଡ ଦ୍ୱାରା ଡିସାଇଡ ହଉଛି କେତେବେଳେ ନା ଡେପ୍ରିସିଏସନ କାଲକୁଲେସନ ହବା ପୂର୍ବରୁ ତ ସେଇଟା ହଉଛି ଆମର କଣ କ୍ୟାଶ ଇପିଏସ୍ ଗ୍ରୋଥ ଇପିଏସ୍ କଣ ନା steady increase in EPS over time reflects profitability growth which is more relevant for pricing shares than just absolutely EPS तब कहला इन्वेस्टर यूज ईपीएस एज ए प्राइमरी क्रिएशन फॉर मेकिंग इन्वेस्टमेंट डिसीजन ईपीएस को साधारणतः कौन डिसीजन मेकिंग रे हेल्प करे हमको तब कहला कैश अर्निंग पर शेयर तो कैश अर्निंग पर शेयर कौन ना तो कैश अर्निंग पर शेयर बा कैश ईपीएस इज कैलकुलेटेड बाय द डिवाइडिंग द नेट प्रॉफिट बिफोर डेप्रिसिएशन विथ द नंबर ऑफ इक्विटी शेयर केतेବେଳେ एटा हबो ना हमर डिविडेंड दबा पूର୍ବରୁ बट से कौन कहि कैलकुलेट बाय डिवाइडिंग नेट प्रॉफिट डेप्रिसिएशन लागिबा पूर्व ଆମର ଗୋଟେ ଥାଏ କଣ ଡେପ୍ରିସିଏସନ ପରେ ଥାଏ ଯୋଉଟା କି ନନ୍ କ୍ୟାଶ ଆଇଟମ ଯେହେତୁ ଏଟା କ୍ୟାଶ ଦେଖାଉଛି ତ ଡେପ୍ରିସିଏସନ ଲାଗିବା ପୂର୍ବରୁ ଯେତିକି ପ୍ରଫିଟ ହେଇଛି ତା ଦେହରେ ଆମେ ଆଡ କରିବା ଡେପ୍ରିସିଏସନ ଡିଭାଇଡ କରିବା କେତେ ଆମର ଇକ୍ୱିଟି ରହିଲେ cash earning per share. This is more reliable yardstick for measurement of performance of companies, especially for highly capital invest intensive industries where provision for depreciation is substantial. This measure the cash earning per share had is also a relevant factors for determining the price for the company's share. However, this method is not as popular as EPS and used to the supplementary measure of performance only. ଯେମିତି ଆମର ଇପିଏସ୍ earning per share ଟା ଯେତେ ପପୁଲାର ସେମିତି କ୍ୟାଶ earning per share ଟା ଏତେ ପପୁଲାର ନୁହଁ ବା ଲୋକ ଆ ଉପରେ ବେଶୀ ବେସ୍ କରନ୍ତିନି ବେଶୀ ବେସ୍ କାହା ଉପରେ କରାହଉଛି ଇପିଏସ୍ ଉପରେ ତାପରେ ସେ କହିଲା କଣ ଗ୍ରସ୍ ପ୍ରଫିଟ ମାର୍ଜିନ Gross profit margin measures the efficiency of company's operation by showing the corporation of revenue that exceeds the cost of goods sold. Gross profit ଆମେ କାହାକୁ କହିବା ଯେତେବେଳେ ଆମ cost of goods sold ରୁ ଆମର extra sales ହେଇଯାଇଥାଏ profit margin କୁହାଯିବ ତାର ରେସିଓ କେମିତି ପାଇବ ତମେ gross profit into 100 divided by net sales. Interpretation କଣ ଦେଇଦେଇଛି ତାର ଯୋଉ ପିପିଟା ଅନ୍ କରିଛି ସମସ୍ତେ କ୍ଲିୟରଲି ଭିଜିବୁଲ ହଉଛି ତ କାହାର କିଛି ଡାଉଟ ରହୁଛି ଯାହାର ଯାହା ବି ଡାଉଟ ରହିବ ମତେ ଚାଟ ବକ୍ସ ରେ ଜଣେଇ ପାରିବ तो interpretation रे कौन कହୁची a stable gross profit margin indicates that production and sales level are balanced. Any variation should be analyzed carefully as they might indicate operational inefficiencies. ତାପରେ factors affecting gross profit margin ଆମର ଯଦି ବି gross profit କମୁଛି ବା ବଢୁଛି କୋଉ କୋଉ factor ତା ପାଇଁ ଦାୟୀ ହେବେ price cost reduction in selling price to boost the sales can lower than margin ଆମେ ଯେତିକି ଭାବିଥିବା ଯଦି ଆମର କଣ ହବ ସେଲିଂ ପ୍ରାଇସ୍ କମିଯିବ ତମେ ସପୋଜ 15 ଟଙ୍କା ବା ସେଲ ଭାବିଥିବ ତମ 10 ଟଙ୍କା ଲେଖା ସେଲ ହେଲା ତ ଇଏ କଣ କରୁଛି ନା ତମର ପ୍ରାଇସ୍ ଟାକୁ ଆମର ପ୍ରଫିଟ ମାର୍ଜିନ ଟାକୁ କମେଇ ଦଉଛି ତାପରେ କହିଲା cost increases rising supplier cost supplier cost due to inflation may reduce the margin unless selling price are adjusted accordingly એટલે cost price ଆମର କଣ ଯୋଉ ଯଦି କଣ ହବ ନା ତମେ ଯାହାଠୁ ବି ଜିନିଷ ଆଣୁଛ ସପୋଜ ତମେ ଗୋଟେ ର ମେଟେରିଆଲ କିଣୁଛ ତମେ ତ କାହାଠୁ ପରଚେଜ କରିଥିବ ତ ତମେ ଯୋଉ ପରଚେଜ କରିଛ ତ ତା ରେଟ୍ କଣ ହେଲା ନା ହଠାତ୍ ବଢିଲା ତ ତମର ଏପଟେ ମାର୍ଜିନ କମିଯିବ କାରଣ ତମେ ଭାବିକି ରଖିଛ ମୁଁ 15 ଟଙ୍କାରେ ସେଲ୍ କରିବି 15 ଟଙ୍କା ସେଲ୍ କଲା ବେଳକୁ ତମ ପାଖରେ କଷ୍ଟ ପଡିଥିଲା 10 ଟଙ୍କା କିନ୍ତୁ ତମ ପାଇଁ କଷ୍ଟ ବି 10 ଟଙ୍କା ପଡିଯିବ 15 ଟଙ୍କା ପଡିଯିବ ସେଲ୍ ବି 10 ଟଙ୍କା ପଡିଯିବ ଯାହାଦ୍ୱାରା କି ତମର କଣ ହେଇଯିବ ମାର୍ଜିନ କମ ହେଇଯିବ ତାପରେ କହିଲା ପ୍ରଡକ୍ଟ ମିକ୍ସ ଚେଞ୍ଜ ହେଇଗଲା ସପୋଜ ତମେ ଦିଟା ପ୍ରଡକ୍ଟ ନେଇ କାମ କରୁଥିଲ ତ ଦିଟା ପ୍ରଡକ୍ଟରୁ ଗୋଟେ ପ୍ରଡକ୍ଟର ପ୍ରାଇସ୍ ହାଇ ହେଇଗଲା ଗୋଟେର ଲୋ ହେଇଗଲା ତ ତମେ କଣ ଚାହିଁବ କି ମୁଁ ତମର କ୍ୱାଣ୍ଟିଟିରେ ଡିଫରେନ୍ସ ଆସିବ କ୍ୱାଲିଟି କମିଯିବ ତ ସେଇ ଜିନିଷଟା କଣ କରିବ ତମର ମାର୍ଜିନଟାକୁ ମଧ୍ୟ କମେଇ ଦେଇପାରିବ selling more low margin products can deserve overall gross profit margin ତାପରେ କହିଲା stock valuation issues କଣ ରହିବ stock valuation issues under or over valuation of closing stock can distort the margin and indicates accounting errors or fraud. The gross profit margin should be compared with the previous year and competitor to assess performance trend.
तबे कहला नेट प्रॉफिट मार्जिन। नेट प्रॉफिट मार्जिन कौन कहूचे से तुमको, ଯେତେବେଳେ ଗ୍ରସ୍ ପ୍ରଫିଟ୍ ପରେ ତମର ଯେତିକ ଡାଇରେକ୍ଟ ଏକ୍ସପେନ୍ସେସ୍ ଥାଏ ତାକୁ ମାଇନସ୍ କଲା ପରେ ଗ୍ରସ୍ ପ୍ରଫିଟ୍ ବାହାରିବ, ଯେତିକ ଇନଡାଇରେକ୍ଟ ଏକ୍ସପେନ୍ସେସ୍ ଅଛନ୍ତି ସେତିକିବେଳେ ତମର କଣ ନେଟ୍ ପ୍ରଫିଟ୍ ବାହାରିଥାଏ। ଓକେ, ନେଟ୍ ପ୍ରଫିଟ୍ ବିଫୋର ଇଣ୍ଟରେଷ୍ଟ ଆଣ୍ଡ ଟ୍ୟାକ୍ସ into 100 divided by sales হচ্ছে তোমার net profit margin। The net profit margin ratio measures companies operational efficiency by assessing the net profit before the interest and the tax as a percentage of sales. Unlike traditional profit margins calculation, it avoids the distortion caused by financing source by using EBIT. This ratio excludes non-operating incomes and expenses, focusing only on the core business profitability. Comparing it with the past performance and the industry benchmark helps identify trends. Since most costs are fixed, higher sales typically reduce per unit cost and improving profitability over time. ତାପରେ ସେ କଣ କହୁଛି ଆମର ତାପରେ ସେ କହୁଛି କ୍ୟାଶ ପ୍ରଫିଟ ରେସିଓ। କ୍ୟାଶ ପ୍ରଫିଟ ରେସିଓ କଣ କହୁଛି ଆମର, ପ୍ରଫିଟ କ୍ୟାଶ ପ୍ରଫିଟ ଇଣ୍ଟୁ 100 ଡିଭାଇଡ୍ ବାଇ ସେଲ୍ସ ହେଲେ ଆମର କ୍ୟାଶ ପ୍ରଫିଟ ରେସିଓ ବାହାରିବ। କ୍ୟାଶ ପ୍ରଫିଟ ଆମେ କାହାକୁ କହିବା, ଯେତିକି ନେଟ୍ ପ୍ରଫିଟ ହେଇଛି ପ୍ଲସ୍ ଡେପ୍ରିସିଏସନ କଲେ ଆମର କଣ ହେଇଯିବ, କ୍ୟାଶ ପ୍ରଫିଟ ବାହାରିଯିବ। କାରଣ ଆମେ ନନ୍ କ୍ୟାଶ ଆଇଟମଟାକୁ ବି ଯୋଡୁଛେ, ତ ଯାହାଦ୍ୱାରା କି କଣ ହଉଛି ଆମକୁ ନନ୍ କ୍ୟାଶ ଆଇଟମଟାକୁ ବି ମାଇନସ୍ କରୁଛେ ନା, ତ ଆମର ଆକ୍ଚୁଆଲ କ୍ୟାଶ ପ୍ରଫିଟ କେତେ ଯଦି ଆମେ ଡେପ୍ରିସିଏସନକୁ ଆଡ୍ କରିବା ତାହେଲେ ଜାଣିପାରିବା। ତ କ୍ୟାଶ ପ୍ରଫିଟ ରେସିଓ assess is assess a business cash generation efficiency relative to sales. It is a more reliable performance indicator when profit fluctuate due to the varying depreciation methods. Since it remain unsafe by the depreciation techniques, it allows for a better inter-firm comparison of operational efficiency. ତାପରେ ସେମିତି କହିଲେ return on asset କଣ, asset ର return କଣ ନା net profit after tax into 100 divided by total asset। ଆମର tax ପରେ କଣ ହେଇଛି, କେତେ profit ହେଇଛି ତାକୁ 100 ରେ multiply କରି divide by asset କରିଦବା। The profitability of firm is measured by the establishing relation of net profit with the total asset of the organization। The ratio indicate the efficiency of utilization of asset in generating revenues। तबे से कहला ऑपरेटिंग रेशियोज जो हमको कुछ रिटर्न ऑन शेयर होल्डर्स फंड्स और रिटर्न ऑन नेटवर्थ। तो कौन रहइबो, से कहला नेट प्रॉफिट आफ्टर इंटरेस्ट इनटू 100 डिवाइड बाय नेटवर्थ। तो नेटवर्थ रे तमरो कौन जीवो, जेमती काली बुझीतिली तमरो कौन थिला इक्विटी कैपिटल प्लस रिजर्व एंड सरप्लस होची तमरो नेटवर्थ। तो रिटर्न ऑन शेयर होल्डर्स फंड रेशियो मेजर नेट प्रॉफिट relative to equity shareholders' investment, indicating their return on funds. It trends to be higher for older plans and lower for new ones. Due to historical net worth, investors use this ratio to assess whether their investment is yielding satisfactory return. Additionally, measure like earning yield and dividend yield further refine this analysis. A modified version calculates profitability after preference dividend, comparing it against the capital employed after deducting the long-term loans and preference capital। ତାପରେ ସିଏ କଣ କହିଛି ଆମର ଅପରେଟିଂ ରେସିଓ କାହାକୁ କହିବା, the operating ratio measures the proportion of the total operating expenses like material, labor, overhead, administrative and selling expenses to sales। ଆମେ ଦେଖିଥିବ ଯୋଉଟା ଆମର ଡେ ଟୁ ଡେ ହଉଛି ଏକ୍ସପେନ୍ସେସ୍, ଯେମିତି ରହିଲା ତମର କଣ ମେଟେରିଆଲ ତମେ କିଣୁଛ, ଲେବର ଲଗଉଛ, ନା ସବୁ ତ କଣ ରହିବ ଅପରେଟିଂ ରେସିଓରେ ଯିବ। ଦିସ୍ ହେଲ୍ସ ଆନାଲାଇଜ ୱେଦର ଦ କଷ୍ଟ କମ୍ପୋନେଣ୍ଟ ଇନ୍ ସେଲ୍ସ ଇଜ ହାୟର ଅର୍ ଲୋଅର। ଯଦି ଜଣେ ଇନଭେଷ୍ଟ କରିବାକୁ ଆସୁଛି କି ସେ ଜାଣିପାରିବ କି ତମର କଷ୍ଟ କେମିତି କଣ ରହୁଛି। ତମର ଯେକୌଣସି ନୂଆ ଲୋକଟେ ଆସେ ତମ ଘରର ଯେମିତି ଷ୍ଟ୍ରକ୍ଚର ଜାଣେ, ତ ସମସ୍ତଙ୍କ ଡ୍ୟୁଟି ଅଲଗା ଅଲଗା ଥାଏ। ତ ସେମିତି ଏଠି ମଧ୍ୟ ସମସ୍ତଙ୍କ ଡ୍ୟୁଟି କିଛି ଅଲଗା ଅଲଗା ଅଛି। ତ ଆମେ ଅପରେଟିଂ ରେସିଓଟା କାହିଁକି ପଢିବା, ନା କଷ୍ଟ ପାର୍ଟଟାକୁ ଭଲସେ ବୁଝିବା ପାଇଁ ଆମେ କଣ ପଢିପାରିବା ଅପରେଟିଂ ରେସିଓ। If sales increase, the management analyze which cost element have risen. A decrease in the operating ratio could indicate cost efficiency, while in an increasing may suggest inefficiencies.
To get deeper insights, the operating ratio is divided into various cost components like material cost, labor cost ratio, overhead cost ratio. Okay, expressed in the percentage, this ratio helps management identify cost pattern and control inefficiencies. The sum of all operating ratios deducted from 100 gives the net profit ratio. Companies often classify costs as fixed and variable to analyze trends. Variable costs remain constant as a percentage of sales. Fixed costs should decrease per unit with higher sales and improving profitability. ତାପରେ କହିଲା ମାର୍କେଟ ଟେଷ୍ଟ ରେସିଓ କ'ଣ ନା ତ ମାର୍କେଟ ଟେଷ୍ଟ ରେସିଓ ରିଲେଟ୍ ତ ଫାର୍ମ ଷ୍ଟକ୍ ମାର୍କେଟ ଟେଷ୍ଟ ରେସିଓ କ'ଣ ନା ଆମର ଫାର୍ମ ଷ୍ଟକ୍ କେତେ ଅଛି ଷ୍ଟକ୍ ପ୍ରାଇସ୍ ଆଣ୍ଡ ଇଟ୍ସ ଅର୍ନିଂ ଆଣ୍ଡ ବୁକ୍ ଭ୍ୟାଲୁ ପର ସେୟାର ଆମର ବୁକ୍ ଭ୍ୟାଲୁ କେତେ ହଉଛି ଆଉ ଆମ ଷ୍ଟକ୍ ର ପ୍ରାଇସ୍ କେତେ ଅଛି ତାକୁ ଭେରି କଲେ ଆମେ ମାର୍କେଟ ଟେଷ୍ଟ ରେସିଓଟାକୁ ଜାଣୁ ଦ ରେସିଓ ଗିଭେନ୍ ମ୍ୟାନେଜମେଣ୍ଟ ଆନ୍ ଇଣ୍ଡିକେସନ୍ of what investor think of company's past performance and future prospect ମାନେ ଯୋଉ ଇନଭେଷ୍ଟର ମାନେ କ'ଣ ଭାବୁଛନ୍ତି ଆକ୍ଚୁଆଲି ଆମ ବୁକ୍ ଭ୍ୟାଲୁ ବାହାରେ କ'ଣ ଅଛି ତାକୁ ତା ବେସିସରେ ଆମେ ଯୋଉ ବନଉଛୁ ସେଇଟା ହଉଛି ଆମର ମାର୍କେଟ ଟେଷ୍ଟ ରେସିଓ if firm profitability solvency and turnover ratio are good then the market test ratio will be high and its share price also expected to be high the market test ratio are follows कौन रहुछि डिविडेंड पे आउट रेशियो डिविडेंड केते दिन रे माने केते गुणा बढ़िला बा डिविडेंड एल्ड केते रहुछि बुक वैल्यू कोन रहुछि प्राइस एंड अर्निंग ऑन शेयर अर्निंग रेशियो कोन रहुछि ओके तो फर्स्ट जानिबा हम कोन डिविडेंड पे आउट रेशियो कोन ना डिविडेंड पर शेयर डिवाइड बाय अर्निंग पर शेयर तमो डिविडेंड केते के मिलला डिवाइड बाय गोटे शेयर रो वैल्यू केते अछि केते अर्न करिछ तो तुमको से डिविडेंड जना पड़ जियो dividend payout ratio is divided per share divided by the earning per share. Dividend payout indicates the extent of the net profit distributed to the shareholders as dividend. A high payout signifies a liberal distribution policy and a low payout reflects conservative distribution policy. तापर dividend yield कौन ना dividend per share into 100 divided by market price. The ratio reflects the percentage yield that an investor receives on this investment at the current market price of the shares. This measure is useful for investors who are interested in the yield per shares rather than the capital appreciation. ତ ସେ କ'ଣ କହିଛି ବୁକ୍ ଭ୍ୟାଲୁ ଯେମିତି କହୁଥିଲି ବୁକ୍ ଭ୍ୟାଲୁରୁ ସେ କ'ଣ ଜାଣିବ ଗୋଟେ ବାହାର ଲୋକ ତମ କମ୍ପାନୀ ଇନଭେଷ୍ଟ କରିବ ନା ନାହିଁ ତ ବୁକ୍ ଭ୍ୟାଲୁ ତାଙ୍କର ତମ ଫାର୍ମ ପ୍ରତି କ'ଣ ଟାଇପ୍ର ଭ୍ୟୁ ଅଛି ସେଇଟା ହେଉଛି ଆମେ ବୁକ୍ ଭ୍ୟାଲୁ ସେଥିପାଇଁ ଦେଖିଥାଉ ଇକ୍ୱିଟି କ୍ୟାପିଟାଲ ପ୍ଲସ୍ ରିଜର୍ଭ ମାଇନସ୍ ପ୍ରଫିଟ୍ ଆଣ୍ଡ ଲସ୍ ଡେବିଟେଡ୍ ବାଲାନ୍ସ divided by number of equity share କେତେ ରହିଲେ the ratio indicate the net worth for equity share the book value is a reflection of the past earnings and the distribution policy of the company. A high book value indicates that a company has huge reserve. ଯଦି ଆମର ବୁକ୍ ଭ୍ୟାଲୁ କ'ଣ ହେଉଛି ହାଇ ହେଉଛି ତାହେଲେ ସେଇଟା ଇଣ୍ଡିକେଟ୍ କରୁଛି କି ଆମର କ'ଣ ହ୍ୟୁଜ୍ ରିଜର୍ଭ ଅଛି ଇଜ୍ ଏ ପୋଟେନ୍ସିଆଲ ବୋନସ୍ କ୍ୟାଣ୍ଡିଡେଟ୍ A low book value signifies a liberal distribution policy of bonus and dividend, or alternatively, a poor track record profitability. Book value is considered less relevant for the market price as compared to EPS, as it reflects the past record, whereas the market discount future prospectus. Okay. ତାପରେ କହିଛି କ'ଣ ଆମ ପାଇଁ ପ୍ରାଇସ୍ ଏର୍ନିଂ ରେସିଓ ପ୍ରାଇସ୍ ଏର୍ନିଂ ଯେମିତି ଦେଖିଲେ ସେ ହେଲା କରେଣ୍ଟ ମାର୍କେଟ ପ୍ରାଇସ୍ କେତେ ରହୁଛି ଡିଭାଇଡ୍ ବାଇ ଆମର ଏର୍ନିଂ ପର ସେୟାର କେତେ ରହୁଛି ତାହେଲେ ଆମେ ପାଇଯିବା କ'ଣ ପ୍ରାଇସ୍ ଏର୍ନିଂ ରେସିଓ ପାଇଯିବା ତ ପ୍ରାଇସ୍ ଏର୍ନିଂ ରେସିଓ বা ପି ରେସିଓ ଆମେ ଯାହାକୁ ସର୍ଟରେ କହୁଛେ how many times a company latest annual earning are reflected in its price. It indicates how long it would take for earning to match the current market price. A high PE ratio suggests strong future earning potential and high market confidence, while a low PE ratio reflects weaker expectation. So, companies with strong profitability, skilled management, and liberal dividend policy trend to have the higher PE ratio, whereas firms are moderate performance and conservative policies have to lower ratio. The market value share based on the expected future earnings, not just past EPS. Past EPS को से base करेनी. Future रे कौन होगा सही base रे हमारा market value ऊपर decide हुए.
ତାପରେ କହିଲା କ୍ଲାସିଫିକେସନ ଅଫ ଫାଇନାନ୍ସିଆଲ ରେସିଓ। କ୍ଲାସିଫିକେସନ ରେ କଣ ରହିବ ନା ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ଲାଇକ ବାଲାନ୍ସ ସିଟ୍, income statement, statement of retained earning, and statement of changes in financial position report company's earning and financial position over time. Ratio analysis is a powerful tools that evaluate interrelationship among these statements to measure the firm's performance। ମାନେ କହିବାକୁ ଗଲେ ରେସିଓ ଆନାଲିସିସ୍ ଯଦି ଆମେ ପଢୁଛେ ଆମେ ଗୋଟେ ଫାର୍ମର ଇଣ୍ଟର ରିଲେସନସିପ ବିଷୟରେ ଜାଣିପାରିବା। ଓକେ, it helps management, investor, creditor, and analytics, assess strength, weakness, future projection ଏଗୁଡ଼ା ସବୁ ଆମେ ଜାଣିପାରିବା। while calculating ratio is straightforward, proper interpretation requires skilled analysis considering accounting limitation and non-financial factors for meaningful evaluation। ଆମେ ଦେଖ ଯେକୌଣସି ଆମର କଣ ହଉଛି ନା ଯେ ଯିଏ ବି ଆମର ଫାଇନାନ୍ସିଆଲ ବିଷୟରେ ଜାଣିବାକୁ ଚାହୁଁଛି ସିଏ ଆକ୍ଚୁଆଲି କଣ ହେଇଥିବା ଦରକାର, ସେତିକି ଜାଣିଥିବା ଦରକାର ତମର ଫାଇନାନ୍ସିଆଲ ବିଷୟରେ, ଯିଏକି ରେସିଓ କାଲକୁଲେସନ କରିବ। ରେସିଓ କାଲକୁଲେସନ ଥ୍ରୁରେ ଆମେ କଲେ ଆମେ ଜିନିଷଟାକୁ ଭଲ ଭାବେ ଜାଣିପାରିବା। ତ ଲିମିଟେସନ କଣ ହେଲା, ଯେ ଆମେ ଯୋଉ ରେସିଓ ପଢିଲେ ତା ବେନିଫିଟ ଜାଣିଲେ, ତ ଲିମିଟେସନ କଣ? Ratio by themselves mean nothing. They must always be compared with. ରେସିଓ ଆକ୍ଚୁଆଲ ଜିନିଷଟା ନୁହଁ, ଆମେ ଜଷ୍ଟ ଜଣକୁ କମ୍ପେୟାର କରୁଛେ। ଆମେ କମ୍ପେୟାର କରୁଛେ କି ଏ ବର୍ଷ ଯଦି 10,000 ହଉଛି ନେକ୍ସଟ ଇୟର 12,000 ହେଇଛି, ମାନେ ତା ନେକ୍ସଟ ମନ୍ଥରେ କେତେ ହବ? 14,000 ହବ। ବଟ୍ ହାଇଲି ଗ୍ରୋଥ ହେଇପାରେ, ଗ୍ରୋଥ ବି ହେଇନପାରେ। ତାପରେ ସେ କହିଲା ଏ ନର୍ମ ଅଫ ଏ ଟାର୍ଗେଟ, ମାନେ ଯେ କହିଲା ଗୋଟେ ଟାର୍ଗେଟ ଦେଇକି ଆମକୁ ସେଇ ଭିତରେ ବାନ୍ଧି ଦଉଛନ୍ତି କି। ତାପରେ ପ୍ରିଭିୟସ୍ ରେସିଓ ଯୋଉ ଓଲ୍ଡ ଅର୍ଡର ଟୁ ଆସେସ୍ ଟ୍ରେଣ୍ଡ, ଆମର ପ୍ରିଭିୟସ୍ ରେସିଓଟା କଣ ହବ, ପଛ ଟ୍ରେଣ୍ଡକୁ ନେଇକି ହିଁ ହେଇଥାଏ। ତ ତା ଉପରେ ଆମେ ପୁରା ସିଓର ଭାବେ ଯାଇପାରିବାନି। ଦ ରେସିଓ ଆଚିଭଡ ଇନ୍ ଅଦର କମ୍ପାରେବିଲିଟି କମ୍ପାନିଜ inter company comparison। ତାପରେ କହିଲା and caution has to be exercised is using ratio। ତ ବହୁତ ସାରା ଯଦି ରେସିଓ ଠିକ ସେ କାଲକୁଲେସନ କରିପାରିଲା ଆମେ ମଧ୍ୟ କଣ ହେଇପାରିବା, ଭୁଲ ହେଇପାରେ ଆମର। ଓକେ, କାହାର କିଛି ଡାଉଟ ଅଛି? ତ ଆମର ରେସିଓ କ୍ଲାସଟା ଲାଷ୍ଟ କ୍ଲାସ ଥିଲା। ତ ରେସିଓ କ୍ଲାସ ସରିଲା ପରେ ଯାହାର ଯାହା ବି ଡାଉଟ ଥିବ ମତେ ଗ୍ରୁପରେ ହଉ ବାଇ ଚାଟ ବକ୍ସରେ ତମେ ପଚାରି ପାରିବ। ଓକେ, ତ ଏଇଟା ଆମେ ଦେଖିଦବା କଣ ନା କ୍ଲାସିଫିକେସନ ଅଫ ଫାଇନାନ୍ସିଆଲ ରେସିଓ କଣ କଣ କହୁଛି ନା ଡିପେଣ୍ଡ ଆମର ହଉଛି ଦ ଫଲୋଇଂ ଲିମିଟେସନ ମଷ୍ଟ ବି ଟେକେନ୍ ଇନଟୁ ଆକାଉଣ୍ଟ। ଏଇ ଲିମିଟେସନକୁ ଧରିକି ଆମେ କଣ ରେସିଓ କରିଥାଉ। ଡିପେଣ୍ଡେନ୍ସ ଅନ୍ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ, ratio are based on the financial statement which are influenced by the accounting policies, depreciation, stock valuation, and may not fully reflect business performance। जोटा कि हम बिजनेस परफॉर्मेंस टाको ना फुल्ली शो करेनी। इनकम्प्लीट बिजनेस पिक्चर, तमें कौन करिवो ना रेशियो कैलकुलेट करथो, तम भाई बिजनेस डाटा ठीक भाबे नथिवो। से कौन कहला फाइनेंशियल स्टेटमेंट फोकस ओनली ऑन मॉनिटरी डाटा इग्नोरिंग अदर करिकुलर परफॉर्मेंस फैक्टर्स। तमें कहला पोटेंशियली misuse by management। So, overemphasis on ratio can lead managers to manipulate figures, improving return on capital employed by reducing asset instead of increasing profit। तब से complexity in the interpretation, जंडे जने जानी नथिबो केनते इंटरप्रेशन करा जाए तो सेटा मध्ये भूल होई परिबो। सिंस रेशियोज कंपेयर टू फिगर्स, वेरिएशन may step from changes in their both making interpretation challenging। तब कहला इंटरकनेक्शन और रेशियोज कौन ना रेशियो शुड नॉट बी एनालाइज्ड इन आइसोलेशन। एकुटिया करी हबनी, ए कम्प्रेसिव अप्रोच इन नेसेसरी टू एन्श्योर द एक्यूरेट इनसाइट। तुमको जदी गोटे रेशियो बार करिया पई तुमको 2 वर्ष ट्रेंड दरकार बा 2टा फिगर दरकार, सिंगल ले हे परिबनी। तब से कहला गाइडेंस नॉट एब्सोल्युटली मेजर। Ratio helps identify trends and weakness but should serve as investigation triggers, not definitive indicators. Proper comparison and in-depth analysis are essential before taking the correct action। Okay? କାହାର କିଛି ଡାଉଟ ଅଛି କି? ତ ଆମର ଆଜି ଇଣ୍ଡଷ୍ଟ୍ରିଆଲ ଇକୋନୋମିକ୍ସ କ୍ଲାସଟା ଏଇଠି ସରିଯାଇଛି। ଯାହାର ଯାହା ବି ଡାଉଟ ଥିବ ୟୁନିଟ୍ 1 ନେଇକି ଆମର ୟୁନିଟ୍ 4 ଯାଏ ମତେ ଚାଟ୍ ବକ୍ସରେ ଜଣାଇ ପାର, ନହେଲେ ଗ୍ରୁପ 4ରେ ଆମର ହ୍ୱାଟ୍ସଆପ ଗ୍ରୁପ ଯୋଉ ହେଇଛି ସେଥିରେ ମଧ୍ୟ ଜଣାଇ ପାର। ଓକେ, ତ ଏଇଠି କ୍ଲାସଟାକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ ଅଲ୍ ଯୋଉମାନେ ବି କ୍ଲାସ ସବୁ ଜଏନ୍ କରିଛ। ଓକେ।
थैंक यू ऑल।